ବ୍ରହ୍ମ ମୁହୂର୍ତ୍ତରୁ ଉଠି ଶଯ୍ୟାରେ ଶୟନ କରି ହିଁ ଏହି ମନ୍ତ୍ରକୁ କେବଳ 3 ଥର କହିଦିଅନ୍ତୁ। ଏହି ମନ୍ତ୍ରରେ ଭରିପୂର୍ଣ୍ଣ ପ୍ରତ୍ୟେକ ଦେବୀ ଦେବତାଙ୍କର ଆଶୀର୍ବାଦ ଭରିପୂର୍ଣ୍ଣ ରହିଛି। ସେଥିପାଇଁ ଏହି ମନ୍ତ୍ରକୁ ହାତଛଡ଼ା କେବେ ବି କରନ୍ତୁ ନାହିଁ। ଯେକୌଣସି ବ୍ୟକ୍ତି ଯଦି ଏହି ମହାମନ୍ତ୍ରକୁ ଶୟନ କରିଥିବା ବ୍ରହ୍ମ ମୁହୂର୍ତ୍ତର ଶଯ୍ୟାରେ ହିଁ ଯଦି କହିଦିଅନ୍ତି, ତାହେଲେ ତାଙ୍କର ସବୁକିଛି ଦୁଃଖ କଷ୍ଟ ରୋଗ ଶତ୍ରୁର ଭୟ, ଯେକୌଣସି ବି ଧନର ଅଭାବ କିମ୍ବା ଶରୀରରେ ରହିଥିବା ବହୁତ ବଡ଼ ରୋଗ ମଧ୍ୟ ଦୂରେଇ ଯାଇଥାଏ ଆଉ ସାଙ୍ଗେ ସାଙ୍ଗେ ସବୁକିଛି ନଷ୍ଟ ହୋଇଥାଏ। ବ୍ରହ୍ମା ପୁରାଣରେ ଉଲ୍ଲେଖିତ ରହିଛି ଏହି ସୁନ୍ଦର ତଥ୍ୟ, ଯାହାକି ପ୍ରତ୍ୟେକ ମନୁଷ୍ୟମାନେ କରିବା ପାଇଁ ବାଧ୍ୟତା ଅଟେ। ମନୁଷ୍ୟ ଜୀବନ ଧାରଣ କରିବା ସବୁଠାରୁ ବଡ଼ କଷ୍ଟ, କାହିଁକି ନା ପାଦେ ପାଦେ ବିପଦ ପ୍ରତ୍ୟେକ ଦିନ ଲାଗି ରହୁଛି। ଯେକୌଣସି ବ୍ୟକ୍ତି ଯଦି ବ୍ରହ୍ମ ମୁହୂର୍ତ୍ତରେ ଉଠି ଏମିତି 2ଟି ପଦ କହିଦିଅନ୍ତି, ତାଙ୍କର ମନୁଷ୍ୟ ଜୀବନ ସାରା ବିତିଯିବ, କିନ୍ତୁ କୌଣସି ବି ବିପଦ ତାଙ୍କୁ ସ୍ପର୍ଶ କରିପାରିବ ନାହିଁ, ଯାହାକି ସ୍ୱୟଂ ବ୍ରହ୍ମ ପୁରାଣରେ ଉଲ୍ଲେଖିତ ରହିଛି। ଆଉ ଏ କଥା ନାରଦ ମୁନି କହିଛନ୍ତି। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଏକଥା ଜାଣିବା ଅତ୍ୟଧିକ ଜରୁରୀ ଅଟେ। ଯେତେ ବଡ଼ ମଧ୍ୟ ସମସ୍ୟା ଥିବ, ତାହାର ସମାଧାନ ମଧ୍ୟ ରହିଛି। ଆଉ ଏହି ସମାଧାନ ଆମକୁ କେବଳ ଶାସ୍ତ୍ରରୁ ଖୋଜିବାକୁ ପଡ଼ିବ, ଯାହାଦ୍ୱାରା ଯେତେ ବି ମଧ୍ୟ ଜୀବନରେ ଅସୁବିଧା ଥାଉ ନା କାହିଁକି, ଯେତେ ବି ବଡ଼ରୁ ବଡ଼ ବିପଦ ଥାଉ ନା କାହିଁକି, ସବୁକିଛି କ୍ଷଣକରେ ନଷ୍ଟ ହୋଇଥାଏ। ସେଥିପାଇଁ ଚାଲନ୍ତୁ ଜାଣିବା। ବ୍ରହ୍ମ ମୁହୂର୍ତ୍ତରେ ଉଠୁ ଉଠୁ ସେହି ଶଯ୍ୟାରେ ଶୟନ କରି ଏହି ଗୋଟିଏ ମନ୍ତ୍ରକୁ 3 ଥର କୁହନ୍ତୁ। ଦ୍ୱିତୀୟରେ ହେଉଛି ଏହି 2ଟି ପଦ ନିହାତି ଭାବରେ ପ୍ରତ୍ୟେକ ମନୁଷ୍ୟ କହିବା ଅତ୍ୟଧିକ ଜରୁରୀ ଅଟେ। ସେ ପୁଣି ପ୍ରାତଃ ସମୟରେ ଆଉ ଶଯ୍ୟାରେ ବସିକରି, ତାହେଲେ ତାଙ୍କର ସବୁକିଛି କଷଣ ଦୁଃଖ ଦୂର ହୋଇଥାଏ। ଚାଲନ୍ତୁ ଜାଣିବା ବ୍ରହ୍ମ ପୁରାଣରେ ଉଲ୍ଲେଖିତ ରହିଛି ଏହି ସୁନ୍ଦର ତଥ୍ୟ, ଯାହା ଶିଖିବା ଅତ୍ୟଧିକ ଜରୁରୀ ଅଟେ। ଭଗବାନ ବ୍ରହ୍ମା ସ୍ୱୟଂ ଉଲ୍ଲେଖିତ କରିଛନ୍ତି ଏହି ବ୍ରହ୍ମ ମୁହୂର୍ତ୍ତରେ ଅତ୍ୟଧିକ ଶକ୍ତି ଜାଗ୍ରତ ହୋଇଥାଏ, ଯାହାଦ୍ୱାରା କି ପ୍ରତ୍ୟେକ ମନୁଷ୍ୟମାନେ ପ୍ରାପ୍ତ କରିବା ଅତ୍ୟଧିକ ଜରୁରୀ। ଗୋଟିଏ ଦିନ ନାରଦ ମୁନି ଏହି ପୃଥିବୀ ପୃଷ୍ଠକୁ ଭ୍ରମଣ କରିବା ପାଇଁ ଆସିଥିଲେ। ଆଉ ସେହି ସ୍ଥାନରେ ଦେଖିଲେ କି ବହୁତ ବ୍ୟକ୍ତି କିଛି ନା କିଛି ରୋଗଗ୍ରସ୍ତରେ ବହୁତ କଷ୍ଟ ପାଉଛନ୍ତି, ଆଉ କିଛି ବ୍ୟକ୍ତି ତ ଋଣର ବୋଝରେ ମଧ୍ୟ ଲଦି ରହୁଛନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେଖୁଥିଲେ ନାରଦ ମୁନି। ପ୍ରତ୍ୟେକ ବ୍ୟକ୍ତିର ଦୁଃଖ କଷ୍ଟକୁ ହିଁ ନଜରକୁ ଆସୁଥିଲା, କିନ୍ତୁ କୌଣସି ବ୍ୟକ୍ତି ମଧ୍ୟ ସୁଖ ଆଉ ଆନନ୍ଦରେ ରହୁନଥିଲେ। ଏହି ସବୁକୁ ଦେଖି ମନେ ମନେ ବିଚାର କରିଲେ, ଏହି ସବୁ ପ୍ରଶ୍ନର ଉତ୍ତର କେବଳ ତାଙ୍କ ପିତାଶ୍ରୀ ଠାରୁ ହିଁ ପ୍ରାପ୍ତ କରିପାରିବେ। ଯେହେତୁ ସ୍ୱୟଂ ବ୍ରହ୍ମା ଏହି ପୃଥିବୀକୁ ସୃଷ୍ଟି କରିଥିଲେ, ସେଥିପାଇଁ ବ୍ରହ୍ମାକୁ ପଚାରିବା ପାଇଁ ନାରଦ ମୁନି ଆସିଗଲେ। ଆଉ ଭଗବାନ ବ୍ରହ୍ମାକୁ ପାଖକୁ ଆସି ତାଙ୍କୁ ପ୍ରଣାମ କରିଲେ। ଭଗବାନ ବ୍ରହ୍ମା ନାରଦ ମୁନି ତାଙ୍କ ପାଖରେ ଥିବା ଯୋଗୁଁ ବହୁତ ଖୁସି ଆଉ ସନ୍ତୁଷ୍ଟ ହେଲେ। ସେହି ସମୟରେ ନାରଦ ମୁନି ଭଗବାନ ବ୍ରହ୍ମାକୁ କହିଲେ, ମୁଁ ଗୋଟିଏ ସନ୍ଦେଶ ନେଇ ଆସିଛି, ଆଉ ଏହି ସନ୍ଦେଶରେ କେବଳ ମୋରି ପ୍ରଶ୍ନ ହିଁ ରହିଛି। ହେ ପିତାଶ୍ରୀ, ଦୟାକରି ଏହି ସନ୍ଦେଶରୁ ମୋର ଯାହା ବି କିଛି ପ୍ରଶ୍ନ ରହିଛି, ଏହାର ଉତ୍ତର ମଧ୍ୟ ମୋତେ ଦିଅନ୍ତୁ। ଏହାର ଉତ୍ତର ଶୁଣିବା ଦ୍ୱାରା ମୁଁ ବହୁତ ସନ୍ତୁଷ୍ଟ ହେବି, ମନରେ ରହିଥିବା କୋହ ମଧ୍ୟ ଦୂରେଇଯିବ। ନାରଦ ମୁନିଙ୍କର କଥା ଶୁଣି ଭଗବାନ ବ୍ରହ୍ମା କହିଲେ, ତୁମର ଯାହା ବି କିଛି ପ୍ରଶ୍ନ ରହିଛି ମୋ ଆଗରେ ନିଃସନ୍ତୋଷରେ ପ୍ରତ୍ୟେକ କଥା କହିପାରିବ। ଏହାର ଉତ୍ତର ମଧ୍ୟ ମୁଁ ତୁମକୁ ନିଶ୍ଚିତ ଭାବରେ ଦେବି। ଭଗବାନ ବ୍ରହ୍ମାଙ୍କର କଥା ଶୁଣି ନାରଦ ମୁନି ବହୁତ ଖୁସି ହେଲେ। ତାଙ୍କ ମନର ପ୍ରଶ୍ନ ରହିଛି ଯାହା ବି କିଛି ଆଣିଛନ୍ତି ସବୁକିଛି ବ୍ରହ୍ମାକୁ କହିଲେ। ତୁମର ଏହି ସୁନ୍ଦର ପୃଥିବୀକୁ ଭ୍ରମଣ କରିବା ପାଇଁ ମୁଁ ଯାଇଥିଲି ମୃତ୍ୟୁ ଲୋକଙ୍କ ପାଖରେ। ମନେ ମନେ ଭାବିଥିଲି କି ଏହି ମୃତ୍ୟୁ ଲୋକରେ ବହୁତ ବ୍ୟକ୍ତି ବହୁତ ଖୁସି ଆଉ ଆନନ୍ଦରେ ରହିଥିବେ, କୌଣସି ବ୍ୟକ୍ତି ମଧ୍ୟ ଦୁଃଖ କଷ୍ଟରେ ନଥିବେ।
କାହିଁକି ନା ଏହି ସୁନ୍ଦର ପରିବେଶ ଯେହେତୁ ଅତ୍ୟଧିକ ସୁନ୍ଦର ଆଉ ଏହି ସୁନ୍ଦର ମୋହରେ ମୁଁ ମଧ୍ୟ ବାନ୍ଧି ରହୁଛି, ତାହେଲେ କାହିଁକି ଏହି ପ୍ରତ୍ୟେକ ମନୁଷ୍ୟ ରହିପାରିବେ ନାହିଁ ଖୁସିରେ। କିନ୍ତୁ ଅର୍ଥାତ୍ ଯେତେବେଳେ ମୁଁ ଏହି ମୃତ୍ୟୁ ଲୋକଙ୍କର ଭ୍ରମଣ କରିବା ପାଇଁ ଗଲି, ସେହି ସମୟରେ ଦେଖିଲି କୌଣସି ବି ବ୍ୟକ୍ତି ବହୁତ ଖୁସି ଆଉ ଆନନ୍ଦରେ ନାହାନ୍ତି। ଦେଖିବାକୁ ଗଲେ କିଛି ବ୍ୟକ୍ତି ତ ବହୁତ ଦୁଃଖ କଷ୍ଟ ପାଉଛି, ଆଉ କିଛି ବ୍ୟକ୍ତି ତ ପ୍ରତ୍ୟେକ କ୍ଷଣ କ୍ରନ୍ଦନ କରୁଛି। ସେତେବେଳେ ଭଗବାନ ବ୍ରହ୍ମା ନାରଦ ମୁନିକୁ କହିଲେ, ଏହି ପୃଥିବୀ ତ ଅତ୍ୟଧିକ ସୁନ୍ଦର, ଯାହା ବି କିଛି ପ୍ରାପ୍ତ କରିବାକୁ ଚାହିଁବ ସବୁକିଛି ଆପେ ଆପେ ପ୍ରାପ୍ତ ହୋଇପାରିବ। ତଥାପି ଲୋକମାନେ କାହିଁକି ମନ ଦୁଃଖରେ ରହିଛନ୍ତି ପୁତ୍ର? ନାରଦ ମୁନି ଭଗବାନ ବ୍ରହ୍ମାକୁ କହିଲେ, ହେ ପିତାମହ, ଯେତେବେଳେ ଏହି ପୃଥିବୀପୁରକୁ ମୁଁ ଭ୍ରମଣ କରିବା ପାଇଁ ଗମନ କରିଥିଲି, ସେହି ସ୍ଥାନରେ ଦେଖିଲି କିଛି ବ୍ୟକ୍ତି ରୋଗଗ୍ରସ୍ତ ହୋଇଛନ୍ତି, ଆଉ ତାଙ୍କର ରୋଗର ପୀଡ଼ାକୁ ମଧ୍ୟ ତାଙ୍କେ ସହ୍ୟ କରିପାରୁନାହାନ୍ତି, ଆଉ ବହୁତ କଷ୍ଟ ମଧ୍ୟ ଯନ୍ତ୍ରଣା ପାଉଛନ୍ତି। ଆଉ କିଛି ବ୍ୟକ୍ତିଙ୍କୁ ଦେଖିଲି, ସେମାନେ ଧନକୁ ସମ୍ପତ୍ତିକୁ ନେଇ ବହୁତ ଚିନ୍ତିତ ରହୁଛନ୍ତି। ଋଣର ବୋଝ ମଧ୍ୟ ଲଦି ରହିଛି, ସେଥିପାଇଁ ତାଙ୍କେ ଜୀବନ ପ୍ରାପ୍ତ କରି ମଧ୍ୟ ବହୁତ ଦୁଃଖ ଆଉ ଯନ୍ତ୍ରଣା ପାଉଛନ୍ତି। ଆଉ କିଛି ବ୍ୟକ୍ତି ଦେଖିଲି, ସେମାନେ ବହୁତ ଦୁଃଖ କଷ୍ଟରେ ରହୁଛନ୍ତି। ଏହାର କାରଣ ହେଉଛି ପାଦେ ପାଦେ ବିପଦ ବୋଲି ସେମାନେ କହୁଛନ୍ତି। ମନୁଷ୍ୟ ଜୀବନ ବହୁତ କଷ୍ଟଦାୟିତ। ଏ ଜୀବନରେ ପଶୁ ପକ୍ଷୀ ହିଂସ୍ରଜନ୍ତୁ ସବୁଠାରୁ ଅଲଗା ହୋଇଥାଏ। କିଏ କହିଥିଲା ଏହି ମନୁଷ୍ୟ ଜୀବନ ସବୁଠାରୁ ସୁନ୍ଦର ଅଟେ, ଉତ୍ତମ ଅଟେ? ବର୍ଷ ବର୍ଷ ଧରି ଯେକୌଣସି ଦୁଃଖ କଷ୍ଟ ଜନ୍ମ ନେଲା ପରେ ଏହି ସୁନ୍ଦର ମନୁଷ୍ୟ ଜୀବନ ପ୍ରାପ୍ତ ହୋଇଥାଏ, କିନ୍ତୁ ଏହା ଏକ ମିଥ୍ୟା। ଯେତେବେଳେ ଏହି ପୃଥିବୀ ପୃଷ୍ଠକୁ ଭ୍ରମଣ କରିବା ପାଇଁ ମୁଁ ଗମନ କରିଥିଲି, ସେଠାରେ କିଛି ବ୍ୟକ୍ତି ତ ମୋତେ ଆସି ନିଜେ କହିଲେ କି ମନୁଷ୍ୟ ଜୀବନ ସବୁଠାରୁ କଷ୍ଟ ଜୀବନ। ଯେତେବେଳେ ମଧ୍ୟ ଆମେ ଜନ୍ମିତ ନେବୁ, କେବେ ବି ମନୁଷ୍ୟ ଜୀବନ ନେବୁ ନାହିଁ। ହେ ପିତାଶ୍ରୀ, କାହିଁକି ଆପଣଙ୍କର ଏହି ସୁନ୍ଦର ପୃଥିବୀରେ ବସବାସ କରୁଥିବା ମନୁଷ୍ୟମାନେ ନିଜକୁ ତୁଚ୍ଛ ମାନୁଛନ୍ତି, ଆଉ ଏଠାରେ ଜନ୍ମ କେବେ ବି ନ ନେବା ପାଇଁ ମଧ୍ୟ ମନେ ମନେ ନିଷ୍ପତ୍ତି ନେଇଛନ୍ତି? ଏହାର ବିପଦରୁ ତାଙ୍କୁ ଉଦ୍ଧାରର କୌଣସି ବି ଉପାୟ ହେଉନାହିଁ। ହେ ପିତାମହ, ତାହେଲେ କାହିଁକି ଏହିପରି ପୃଥିବୀ ସୃଷ୍ଟି କରିଥିଲ? ଆପଣ ନିଜେ ହିଁ ଏହି ପ୍ରତ୍ୟେକ ବ୍ୟକ୍ତିର ଦୁଃଖ କଷ୍ଟକୁ ଦୂର କର। ନାରଦ ମୁନିଙ୍କର କଥା ଶୁଣି ଭଗବାନ ବ୍ରହ୍ମା ମଧ୍ୟ ଚିନ୍ତିତ ହୋଇପଡ଼ିଲେ। ମନେ ମନେ ବିଚାର କରିଲେ, ତୁମେ ତ କୌଣସି ବଚନ ମିଥ୍ୟା କହୁନାହଁ, ସତ୍ୟ ଅଟେ, କିନ୍ତୁ ଏହାର ସମାଧାନ ମଧ୍ୟ ରହିବା ଅତ୍ୟଧିକ ଜରୁରୀ ଅଟେ। କିନ୍ତୁ ମୋ ପାଖରେ ଏବେ କିଛି ବି ସମାଧାନ ନାହିଁ। ସେହି କାରଣରୁ ମୁଁ ବିଷ୍ଣୁ ଆଉ ଭଗବାନ ମହେଶ୍ୱରକୁ ଏଠାକୁ ଉପସ୍ଥିତ ହେବା ପାଇଁ ନିହାତି ଭାବରେ କହିବି, ଆଉ ତାଙ୍କୁ ଏ ବିଷୟରେ ମଧ୍ୟ କହିବି ବା ସୂଚନା ଦେବି। ତାଙ୍କେ ନିହାତି ଭାବରେ ଏହି ସମାଧାନ ବାହାର କରିପାରିବେ। ନାରଦ ମୁନି ସାଙ୍ଗେ ସାଙ୍ଗେ ଯାଇ ଖବର ପଠାଇଲେ, ଆଉ ତାଙ୍କ ଖବର ଶୁଣି ଭଗବାନ ମହେଶ୍ୱର ଆଉ ଭଗବାନ ବିଷ୍ଣୁ ମଧ୍ୟ ଆସି ଭଗବାନ ବ୍ରହ୍ମା ପାଖରେ ଉପସ୍ଥିତ ହେଲେ, ଆଉ ସବୁକିଛି ସମାଧାନ ମଧ୍ୟ କରିବେ ବୋଲି କହିଲେ। କାହିଁକି ନା ଭଗବାନ ବ୍ରହ୍ମା ମହେଶ୍ୱରକୁ ଆଉ ବିଷ୍ଣୁଙ୍କୁ ଏସବୁ ବିଷୟରେ କହିଥିଲେ। ସେହି ସମୟରେ ବିଚାର କରାଗଲା କିପରି ମନୁଷ୍ୟମାନଙ୍କର ଦୁଃଖ କଷ୍ଟକୁ ଦୂର କରାଯିବ। ଦେହରେ ଥିବା ଯେକୌଣସି ରୋଗର ପୀଡ଼ାକୁ ମଧ୍ୟ ଅନ୍ତ କରାଯିବ, ସବୁକିଛି ବିପଦ ମଧ୍ୟ ଦୂର କରାଯିବ, ଏମିତି ଭାବି ଚିନ୍ତିତ ରହୁଥିଲେ। ସ୍ୱୟଂ ସେଠାରେ ଉପସ୍ଥିତ ହୋଇଥିବା ନାରଦ ମୁନି ମଧ୍ୟ ବହୁତ ଜ୍ଞାନୀ ଥିଲେ, ଆଉ ତାଙ୍କେ ଜ୍ଞାନ ବଳରେ ଭଗବାନ ବ୍ରହ୍ମାକୁ କହିଲେ, ହେ ପିତାଶ୍ରୀ, ଆପଣ ଯଦି ନିଜେ ହିଁ ଇଚ୍ଛିତ କରିବ, ତାହେଲେ ମନୁଷ୍ୟମାନଙ୍କର ସବୁକିଛି ଦୁଃଖ କଷ୍ଟ ଦୂର କରିପାରିବ। ଯେହେତୁ ମନୁଷ୍ୟମାନେ ପ୍ରତ୍ୟେକ କ୍ଷଣ ଯେକୌଣସି କାର୍ଯ୍ୟ କରୁଛନ୍ତି, କୌଣସି ବିପଦକୁ ଭୟଭୀତ କରୁନାହାନ୍ତି, ତଥାପି ସେହି ବିପଦ ତାକୁ ଗ୍ରାସ କରୁଛି। ସେଥିପାଇଁ ଏହି ପୃଥିବୀକୁ ତୁମେ ହିଁ ସୃଷ୍ଟି କରିଛ, ଆଉ ଏହାର ବିପଦ ମଧ୍ୟ ତୁମକୁ ଅନ୍ତ କରିବାର ଅଛି। ଆଉ ଏହି ପୃଥିବୀର
ବସବାସ କରୁଥିବା ମନୁଷ୍ୟମାନଙ୍କୁ ଉଦ୍ଧାର ମଧ୍ୟ କରିବାର ଅଛି। ଏହି କଥା ଶୁଣି ଭଗବାନ ବ୍ରହ୍ମା ଆଉ ମହେଶ୍ୱର ଭଗବାନ ବିଷ୍ଣୁଙ୍କୁ ଏକଥା ସୂଚନା ଦେଲେ କି ଆମେ ଯଦି ଏକତ୍ରିତ ହୋଇ 3 ଜଣ ବିଚାର କରିବା ଏହି ମନୁଷ୍ୟମାନଙ୍କର ସବୁକିଛି ଦୁଃଖକୁ ଦୂର କରାଯିବ, ତାହେଲେ କାହିଁକି ନା ଆମେ ସମସ୍ତଙ୍କର କଷଣକୁ ଦୂର କରିଯିବା। ସେହି ସମୟରେ ଭଗବାନ ବ୍ରହ୍ମା ହେଉଛନ୍ତି ସ୍ୱୟଂ ଏହି ସୃଷ୍ଟିକର୍ତ୍ତା। ବ୍ରହ୍ମ ମୁହୂର୍ତ୍ତ ରଖାଗଲା। ଯେକୌଣସି ବ୍ୟକ୍ତି ଯଦି ବ୍ରହ୍ମ ମୁହୂର୍ତ୍ତରେ ଶଯ୍ୟାରୁ ସର୍ବଶ୍ରେଷ୍ଠ ଶୟନରୁ ଜାଗ୍ରତ ହୁଅନ୍ତି ଆଉ ଯେକୌଣସି ଦେବୀ ଦେବତାଙ୍କୁ ପ୍ରାର୍ଥନା କରନ୍ତି ତାହେଲେ ତାଙ୍କର ମଙ୍ଗଳ ହୋଇଥାଏ। ଯଦି ଠିକ୍ ସେପରିକା ବ୍ରହ୍ମ ମୁହୂର୍ତ୍ତରୁ ଉଠି କେବଳ ଗୋଟିଏ ମନ୍ତ୍ରକୁ ଯଦି କୌଣସି ବ୍ୟକ୍ତି 3 ଥର କେବଳ ମାତ୍ର କହିଦିଅନ୍ତି ତାହେଲେ ସାଙ୍ଗେ ସାଙ୍ଗେ ଯେକୌଣସି ବିପଦରୁ ତାଙ୍କର ଅନ୍ତ ଘଟିପାରିବ। ଦୁଃଖ କଷ୍ଟ ରୋଗ ସମସ୍ୟା ସବୁକିଛି ଦୂରେଇ ଯାଇପାରିବ। ସେଥିପାଇଁ ତ ଏହି ସବୁ କଥାକୁ ରଖି ନାରଦ ମୁନି ମଧ୍ୟ ସେଠାରେ ଉପସ୍ଥିତ ହୋଇ ସବୁ କଥା ଶୁଣୁଥିଲେ। ସେହି ସମୟରେ ମହେଶ୍ୱର କହିଲେ କି ଏହି ବ୍ରହ୍ମ ମୁହୂର୍ତ୍ତର ଅର୍ଥ କ'ଣ, ଆମେ ଏହା ତ ମନୁଷ୍ୟମାନଙ୍କୁ ଜଣାଇବାକୁ ପଡ଼ିବ। ନାରଦ ମୁନି କହିଲେ କି ବ୍ରହ୍ମ ହେଉଛି ଭଗବାନ ବ୍ରହ୍ମା, ମୁହୂର୍ତ୍ତ ହେଉଛି ସମୟ। ବ୍ରହ୍ମ ମୁହୂର୍ତ୍ତ ସମୟ ହେଉଛି ଅର୍ଥାତ୍ ଭଗବାନ ବ୍ରହ୍ମାଙ୍କର ସମୟ ହେଉଛି କେବଳ ପ୍ରାତଃ ସମୟର। ପ୍ରାତଃ ସମୟରେ କେବଳ ଭଗବାନ ବ୍ରହ୍ମା ହିଁ ବାସ କରନ୍ତି ଆଉ ପ୍ରତ୍ୟେକ ମନୁଷ୍ୟଙ୍କୁ ଆଶୀର୍ବାଦ ଦେବା ପାଇଁ ତାଙ୍କେ ପ୍ରତ୍ୟେକ କ୍ଷଣ ଯାଇ ସାହାଯ୍ୟ ମଧ୍ୟ କରିପାରିବେ। ଏସବୁ କଥା ଶୁଣି ମହେଶ୍ୱର ଆଉ ଭଗବାନ ବିଷ୍ଣୁ ବହୁତ ଖୁସି ହୋଇଗଲେ ଆଉ ଭଗବାନ ବ୍ରହ୍ମାକୁ ଏହିସବୁ ଦାୟିତ୍ୱ ମଧ୍ୟ ଦିଆଗଲା। ସେଥିପାଇଁ ତ କୁହାଯାଉଛି ବ୍ରହ୍ମ ମୁହୂର୍ତ୍ତ। ବ୍ରହ୍ମ ମୁହୂର୍ତ୍ତର ସମୟ ହେଉଛି ଭଗବାନ ବ୍ରହ୍ମାଙ୍କର ସମୟ ଆଉ ସେହି ସମୟକୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ। ଆଉ ସେହି ସମୟ ହେଉଛି 3ଟାରୁ 5ଟା ଭିତରେ। 3ଟାରୁ ଯଦି 5ଟା ଭିତରେ ଆପଣଙ୍କର ନିଦ୍ରା ଭଙ୍ଗନ ହେଉଛି ତାହେଲେ ଶଯ୍ୟା ଉପରେ ହିଁ ବସି ଆପଣ ନିହାତି ଭାବରେ ଏହି ମନ୍ତ୍ରକୁ ଜପ କରନ୍ତୁ। ସେ ପୁଣି 3 ଥର। ଦେଖିବେ ଆପଣଙ୍କର ସବୁକିଛି ଦୁଃଖ କଷ୍ଟ ଦୂରେଇ ଯିବ। ସ୍ୱୟଂ ଭଗବାନ ବ୍ରହ୍ମା କହିଲେ ଯେହେତୁ ଏହି ବ୍ରହ୍ମ ମୁହୂର୍ତ୍ତ ସମୟ ହେଉଛି ମୋର, କିନ୍ତୁ ଏହି ଭିତରେ ଆମେ ମା ଲକ୍ଷ୍ମୀକୁ ମଧ୍ୟ ରଖିବା। ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ମନ୍ତ୍ରକୁ ମଧ୍ୟ ଏହି ସ୍ଥାନ ତାରିଖ ଦେବା, ଯାହାଦ୍ୱାରା କି ପ୍ରତ୍ୟେକ ମନୁଷ୍ୟଙ୍କର ଦୁଃଖ କଷ୍ଟ ଦୂରେଇଯିବ, ଧନ ସମ୍ପତ୍ତି ମଧ୍ୟ ପ୍ରାପ୍ତ ହୋଇପାରିବ, ଋଣର ବୋଝ ମଧ୍ୟ କମିଯିବ। ଏହି ଦୁନିଆରେ ପ୍ରତ୍ୟେକ ମନୁଷ୍ୟର ଅଧା ଚିନ୍ତା ବା ଅଧା ଦୁଃଖ କଷ୍ଟ ହେଉଛି ଏହି ଧନ। ସେଥିପାଇଁ ଏହି ମୁହୂର୍ତ୍ତରେ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ମନ୍ତ୍ରକୁ ରଖିବା। ତାଦ୍ୱାରା ପ୍ରତ୍ୟେକ ମନୁଷ୍ୟ ଏହି ମନ୍ତ୍ରକୁ ଜପ କରି ତାଙ୍କର ସକଳର କାମନା ମଧ୍ୟ କରିପାରିବେ ଆଉ ସବୁକିଛି ବିପଦ ମଧ୍ୟ ଅନ୍ତ କରିପାରିବେ। ପ୍ରତ୍ୟେକ ଏହି ଭଗବାନ ବ୍ରହ୍ମାଙ୍କର କଥା ଶୁଣି ବହୁତ ସନ୍ତୁଷ୍ଟ ହେଲେ ଆଉ ଲକ୍ଷ୍ମୀ ମାଙ୍କର ଅତ୍ୟନ୍ତ ପ୍ରିୟ ଏହି ମନ୍ତ୍ରକୁ ମଧ୍ୟ ବୋଲିବା ପାଇଁ ଆଶୀର୍ବାଦ ପ୍ରଦାନ କରିଲେ। ଆଉ ସେହି ମନ୍ତ୍ରକୁ ନିହାତି ଭାବରେ ମନେ ରଖନ୍ତୁ। ଯେତେବେଳେ ଆପଣଙ୍କର ନିଦ୍ରା ଭଙ୍ଗନ ହେବ ପ୍ରାତଃ ସମୟରେ ବା ଯେକୌଣସି ସମୟରେ ମଧ୍ୟ, ସେ ପୁଣି ପ୍ରାତଃ ସମୟ ହୋଇଥିବା ଆବଶ୍ୟକତା। ସେହି ସମୟରେ ଯଦି ଆପଣଙ୍କର ନିଦ୍ରା ଭଙ୍ଗନ ହେଉଛି ସେହି ଶଯ୍ୟାରେ ହିଁ ଶୟନ କରି ବା ଏହି ମନ୍ତ୍ରକୁ ପ୍ରାତଃ ସମୟରୁ ଶଯ୍ୟାରେ ବସିକରି ହିଁ 3 ଥର କୁହନ୍ତୁ। ଏହି ମନ୍ତ୍ରକୁ ନିହାତି ଭାବରେ ମନେ ରଖନ୍ତୁ। ଏହି ମନ୍ତ୍ର ହେଉଛି ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ମନ୍ତ୍ର। ଓଁ ମହାଲକ୍ଷ୍ମୀ ବିଦ୍ମହେ ହରିପ୍ରିୟାୟ ଧୀମହି ତନ୍ନଃ ଲକ୍ଷ୍ମୀ ପ୍ରଚୋଦୟାତ୍। ଏହି ମନ୍ତ୍ରକୁ 3 ଥର ଶଯ୍ୟାରେ ବସିକରି କିମ୍ବା ଶୟନ କରି କୁହନ୍ତୁ। ତାପରେ ଆପଣ ଉଠି ପଡ଼ନ୍ତୁ। ଦେଖନ୍ତୁ ଦିନ ଭିତରେ ଆପଣଙ୍କର ସବୁକିଛି ଦୁଃଖ କଷ୍ଟ ଦୂରେଇ ଯିବ। ଯେତେବି ମଧ୍ୟ ବଡ଼ରୁ ବଡ଼ ବିପଦ ମାଡ଼ି ଆସିଥିବ ସବୁକିଛିର ଅନ୍ତ ଘଟିବ। ପ୍ରତ୍ୟେକ ଦେବୀ ଦେବତାଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇପାରିବ।
କାହିଁକି ନା ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହେଉଛି ଏହି ମନ୍ତ୍ର। ଏହି ମନ୍ତ୍ର ଯେକୌଣସି ବ୍ୟକ୍ତି ମଧ୍ୟ ନିଜ ମୁଖରେ ବୋଲିବ, ସାଙ୍ଗେ ସାଙ୍ଗେ ତାଙ୍କର ଧନର ଅଭାବ ଦୂରେଇ ଯିବ, ଅଲକ୍ଷ୍ମୀ ମଧ୍ୟ ଦୂରେଇ ଯିବ। ମା ଲକ୍ଷ୍ମୀ ସେହି ଘରକୁ ଆସି ସ୍ଥାନାନ୍ତରିତ ଭାବରେ ସ୍ଥାୟୀ ଭାବରେ ରହିପାରିବେ ଆଉ ଆଶୀର୍ବାଦ ମଧ୍ୟ ପ୍ରଦାନ କରିପାରିବେ। ମନେ ରଖନ୍ତୁ ଏହି ମହାମନ୍ତ୍ର। ଏହି ମହାମନ୍ତ୍ରକୁ କେବେ ବି ଆପଣ ଭୁଲନ୍ତୁ ନାହିଁ, କାହିଁକି ନା ବ୍ରହ୍ମ ମୁହୂର୍ତ୍ତର ଏହି ମନ୍ତ୍ର ଆପଣଙ୍କୁ କୋଟିପତି ମଧ୍ୟ କରିପାରିବ। ଯଦି ଆପଣ ଋଣର ବୋଝ ମଧ୍ୟ ଲଦି ରହିଛି, ସବୁଠାରେ ଏହି ଋଣର ବୋଝ ଦୂରେଇ ଯିବ, ଆଶୀର୍ବାଦ ମଧ୍ୟ ପ୍ରଦାନ ହୋଇପାରିବ। ଏବେ ଚାଲନ୍ତୁ ଜାଣିବା, ବ୍ରହ୍ମ ମୁହୂର୍ତ୍ତରୁ ଉଠି ଆପଣମାନେ କେଉଁ ଦୁଇଟି ଶବ୍ଦ କହିବେ। ଏହି ଦୁଇଟି ଶବ୍ଦ ହେଉଛି ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର ଅତ୍ୟନ୍ତ ପ୍ରିୟ। ଏହି ଦୁଇଟି କଥା କେବଳ ତାଳପତ୍ରରେ ଉଲ୍ଲେଖିତ ରହିଛି, ସେ ପୁଣି ବ୍ରହ୍ମ ମୁହୂର୍ତ୍ତରେ ମଧ୍ୟ। ଯେମିତିକି ପ୍ରତ୍ୟେକ ବ୍ୟକ୍ତି ଏହାକୁ ଜାଣିବା ଅତ୍ୟଧିକ ଜରୁରୀ ଅଟେ। ଭଗବାନ ବ୍ରହ୍ମା ସ୍ୱୟଂ ଉଲ୍ଲେଖିତ କରିଛନ୍ତି ଏହି ବ୍ରହ୍ମ ପୁରାଣରେ, ଯେକୌଣସି ବ୍ୟକ୍ତି ଏହି ଦୁଇଟି ଶବ୍ଦ ଯଦି ବ୍ରହ୍ମ ମୁହୂର୍ତ୍ତରୁ ଶଯ୍ୟାରୁ ସ୍ଥାୟୀ ଭାବରେ କହିଥାନ୍ତି, ତାହେଲେ ତାଙ୍କର ସବୁକିଛି ଦୁଃଖ କଷ୍ଟ ଦୂର ହୋଇଥାଏ। ଚାଲନ୍ତୁ ଜାଣିବା। କୁହାଯାଉଛି କି ବ୍ରହ୍ମ ମୁହୂର୍ତ୍ତ ଏକ ଏମିତିକା ସମୟ ଯେଉଁ ସମୟରେ ଯାହା ବି କିଛି ଆପଣ କରିବେ ସବୁକିଛିର ପ୍ରାପ୍ତ ହୋଇପାରିବ। ସେହି ସମୟରେ ଆପଣ କୌଣସି ମନ୍ତ୍ର କିମ୍ବା କୌଣସି ପାଠ କି କୌଣସି ପୁରାଣକୁ ମଧ୍ୟ ପାଠ କରିବେ, ତାହା ଆପଣଙ୍କର ସବୁଦିନ ପାଇଁ ମନେ ରହିପାରିବ। ସେହି ବ୍ରହ୍ମ ମୁହୂର୍ତ୍ତରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯଦି ଆପଣ ମଙ୍ଗଳ ଚିନ୍ତା କରିବ, ତାହେଲେ ଆପଣଙ୍କର ମଧ୍ୟ ବହୁତ କିଛି ମଙ୍ଗଳ ହେବ। ସେହି ସମୟରେ କାହାକୁ ମଧ୍ୟ ହିଂସା ଗର୍ବ ମୋହ ଅହଙ୍କାର କରନ୍ତୁ ନାହିଁ। ବ୍ରହ୍ମ ମୁହୂର୍ତ୍ତରେ କେବଳ ଭଗବାନଙ୍କୁ ଆପଣ ଯଦି ଯେକୌଣସି ବ୍ୟକ୍ତିଙ୍କର ମଙ୍ଗଳ ଚିନ୍ତା କରିବ, ତାହେଲେ ଆପଣଙ୍କର ମଧ୍ୟ ମଙ୍ଗଳ ହେବ। ମନେ ରଖନ୍ତୁ, ଏହି ଦୁନିଆରେ ପ୍ରକୃତରେ ଭଗବାନ ଅଛନ୍ତି। ଯେକୌଣସି ମନୁଷ୍ୟଙ୍କର ଯଦି ସମସ୍ୟା ଦୁଃଖ କଷ୍ଟ ଆସିବ, ତାଙ୍କର ଅନ୍ତ ମଧ୍ୟ ଘଟିବ। ଏସବୁ ସତ୍ୟ ହୋଇଥାଏ। ବ୍ରହ୍ମା ପୁରାଣରେ ଉଲ୍ଲେଖିତ ରହିଛି, ସ୍ୱୟଂ ଭଗବାନ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଏହାର ସମାଧାନ କରିଛନ୍ତି। ସେଥିପାଇଁ ତ ଏହି ଦୁଇଟି କଥାକୁ ନିହାତି ଭାବରେ ଆପଣ ମନେ ରଖନ୍ତୁ। ଏ ଦୁଇଟି କଥାକୁ ଚେଷ୍ଟା କରନ୍ତୁ କି ଯେତେବେଳେ ଆପଣ ପ୍ରାତଃ ସମୟରୁ ଶଯ୍ୟାକୁ ତ୍ୟାଗ କରି ଉଠିବେ, ସେହି ସମୟରେ ଏ ଦୁଇଟି ପଦକୁ କୁହନ୍ତୁ। ଦେଖନ୍ତୁ, ସେହି ଦିନଠାରୁ ଆପଣଙ୍କର ମଙ୍ଗଳ ହେବା ଆରମ୍ଭ ହୋଇଯିବ। ସେହି ଦିନଠାରୁ ଆପଣଙ୍କର ଯେତେ ବି ମଧ୍ୟ ଦୁଃଖ କଷ୍ଟ, ଦେହରେ ରୋଗ ଥିବ, ଧନର ଅଭାବ ଥିବ, ସବୁକିଛିର ଅନ୍ତ ଘଟିବ। ପ୍ରତ୍ୟେକ ଦେବୀ ଦେବତା ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହୋଇପାରିବ। ଆପଣ ଉପରେ ପ୍ରତ୍ୟେକ ଦେବୀ ଦେବତା ସନ୍ତୁଷ୍ଟ ମଧ୍ୟ ହୋଇପାରିବେ। ସେଥିପାଇଁ ତ ଏହି ଦିନକୁ ଆପଣ କେବେ ବି ହାତଛଡ଼ା କରନ୍ତୁ ନାହିଁ। ଏହି ସମୟ ଆପଣଙ୍କର ଭାଗ୍ୟକୁ ମଧ୍ୟ ବଦଳାଇ ଦେବ, ଯାହାକି ପ୍ରତ୍ୟେକ ଋଷିମାନେ ମଧ୍ୟ ଉଲ୍ଲେଖିତ କରିଛନ୍ତି। ବ୍ରହ୍ମ ମୁହୂର୍ତ୍ତ ସମୟରେ ଯେକୌଣସି ଋଷି ଯଦି ତପସ୍ୟା କରିଛନ୍ତି, ତାଙ୍କର ପ୍ରତ୍ୟେକ ତପସ୍ୟା ସିଦ୍ଧି ଲାଭ ହୋଇଥାଏ। ଆଉ ପ୍ରତ୍ୟେକ ଦେବୀ ଦେବତା ମଧ୍ୟ ତାଙ୍କୁ ଦର୍ଶନ ଦେଇଥାନ୍ତି। ପ୍ରତ୍ୟେକ ଋଷିଙ୍କର ମନସ୍କାମନା ମଧ୍ୟ ପୂରଣ କରିଥାନ୍ତି। ସେଥିପାଇଁ ଏହି ସମୟ ଏକ ପାୱାରଫୁଲ୍ ମଧ୍ୟ କହିଛନ୍ତି ପ୍ରତ୍ୟେକ ଋଷି। ଏହି ସମୟକୁ କୌଣସି ବି ମାନବ, କୌଣସି ବ୍ୟକ୍ତି ହାତଛଡ଼ା କରିବା ଉଚିତ ନୁହଁ। ଏହି ସମୟରେ ଆପଣଙ୍କର ଦୁଃଖ କଷ୍ଟ ରୋଗ ସମସ୍ୟା ସବୁକିଛି ଦୂର ହୋଇପାରିବ। ସେଥିପାଇଁ ଏହି ସମୟରେ ଆପଣ ଚେଷ୍ଟା କରନ୍ତୁ। ତାହେଲେ ଏବେ ଚାଲନ୍ତୁ ଜାଣିବା ସେହି ଦୁଇଟି ଶବ୍ଦ କ'ଣ, ଯାହା କହିବା ଦ୍ୱାରା ପ୍ରତ୍ୟେକ ଦେବୀ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହେବ, ସବୁକିଛି ଦୁଃଖ କଷ୍ଟର ଅନ୍ତ ଘଟିବ। ସେ ଦୁଇଟି ଶବ୍ଦ ହେଉଛି, ଯେତେବେଳେ ଆପଣ ଶୟନ କରିଥିବେ
ଯେତେବେଳେ ମଧ୍ୟ ଆପଣଙ୍କର ନିଦ୍ରା ଭଙ୍ଗ ନ ହେବ, ଅର୍ଥାତ୍ ପ୍ରାତଃ ସମୟ ହେଉ ବା ସକାଳେ ହେଉ, ତାହେଲେ ଆପଣ ଶଯ୍ୟାରୁ ଉଠି ବା ଶଯ୍ୟାରେ ବସିକରି ମଧ୍ୟ ଆପଣ ଦୁଇଟି ହସ୍ତକୁ ଯୋଡ଼ନ୍ତୁ, ଆପଣଙ୍କ ଦୁଇ ନୟନକୁ ବନ୍ଦ କରନ୍ତୁ। ସର୍ବପ୍ରଥମେ ମନେ ରଖନ୍ତୁ, ମା ଲକ୍ଷ୍ମୀଙ୍କର ଏହି ମନ୍ତ୍ରକୁ 3 ଥର କହିବା ସାଙ୍ଗେ ସାଙ୍ଗେ ଆପଣ ଭଗବାନଙ୍କୁ କହିଦିଅନ୍ତି ଆପଣଙ୍କର ମନରେ ଥିବା ଯାହା ବି କିଛି ଦୁଃଖ କଷ୍ଟ। ଯେମିତିକା ଆପଣଙ୍କର ଶରୀର ଯଦି ଯେକୌଣସି ରୋଗ ରହିଛି, ଆପଣ ଯଦି ଧନର ଅଭାବ ଦେଖାଦେଉଛି, ଆପଣଙ୍କ ଜୀବନରେ ଯଦି ଶତ୍ରୁର ଭୟ ରହିଛି, ତାହେଲେ ନିହାତି ଭାବରେ ଏ 2ଟି ଶବ୍ଦ କୁହନ୍ତୁ। ଏ 2ଟି ଶବ୍ଦ ହେଉଛି, 2 ହସ୍ତକୁ ଯୋଡ଼ି ନିଜର ନୟନ ବନ୍ଦ କରି କୁହନ୍ତୁ, ଭଗବାନ ବ୍ରହ୍ମା ବିଷ୍ଣୁ ମହେଶ୍ୱରକୁ ନାମକୁ ନିହାତି ଭାବରେ ଧରନ୍ତୁ ଆଉ କୁହନ୍ତୁ କି ମୋର ପୁରା ଶରୀର ସୁସ୍ଥ ଅଛି, ମୋ ଶରୀରରେ କୌଣସି ପୀଡ଼ା କୌଣସି ରୋଗ ମଧ୍ୟ ନାହିଁ ଆପଣଙ୍କ ଆଶୀର୍ବାଦରୁ। ନିହାତି ଭାବରେ ଏହି କଥା କୁହନ୍ତୁ। ଦ୍ୱିତୀୟରେ ହେଉଛି, ଯଦି ଅଭାବ ଥିବ ତାହେଲେ ମଧ୍ୟ କୁହନ୍ତୁ, ଆପଣଙ୍କ ଆଶୀର୍ବାଦରୁ ଆମ ଘରେ କେବେ ବି ଧନର ଅଭାବ ନାହିଁ। ଯେତେବେଳେ ଯାହା ବି କିଛି ଇଚ୍ଛିତ ହେଉଛି ତାହା ସମ୍ପୂର୍ଣ୍ଣ ଭାବରେ ପୂରଣ ହୋଇପାରୁଛି। ତୃତୀୟ କଥା ମନେ ରଖନ୍ତୁ, ଆପଣଙ୍କ ଜୀବନରେ ଯଦି ଶତ୍ରୁର ଭୟ ଥିବ ତାହେଲେ ମଧ୍ୟ କୁହନ୍ତୁ, ଜୀବନରେ କେବେ ବି ଶତ୍ରୁର ଭୟ ନାହିଁ। ଆପଣଙ୍କ ଦୟା ଆଶୀର୍ବାଦରୁ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ମୋର ମିତ୍ରତା ବନେଇଛନ୍ତି, କୌଣସି ବ୍ୟକ୍ତି ମଧ୍ୟ ଶତ୍ରୁତା ନାହିଁ। ଏହି କଥା ନିହାତି ଭାବରେ ଭଗବାନଙ୍କୁ ଶୁଣାନ୍ତୁ। ଆଉ ଦ୍ୱିତୀୟ ବଚନ ହେଉଛି, ନିହାତି ଭାବରେ ଭଗବାନ କୁହନ୍ତୁ, ହେ ପ୍ରଭୁ, ହେ ତ୍ରିନାଥ ଗୋସାଇଁ, ଆପଣଙ୍କର ଆଶୀର୍ବାଦ କାରଣରୁ ଆମ ପୁରା ପରିବାର ସୁସ୍ଥ ଅଛନ୍ତି। ପ୍ରତ୍ୟେକ ଦିନ ଆପଣ ଆଶୀର୍ବାଦ କରିବ, ପ୍ରତ୍ୟେକ ପ୍ରାତଃ ସମୟରୁ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ବି ବିପଦ ଦୁର୍ଘଟଣା କିମ୍ବା ଅଘଟଣା ମୋତେ ସ୍ପର୍ଶ କରିପାରିବ ନାହିଁ। ଆପଣଙ୍କ ନିହାତି ଭାବରେ ମୋତେ ପୁରା ପରିବାରକୁ ଘଣ୍ଟ ଘୋଡ଼ାଇ ରଖିବେ। ଏ 2ଟି ପଦ କୁହନ୍ତୁ। କୁହାଯାଇଛି ବା ପୌରାଣିକ ମତରେ ଉଲ୍ଲେଖିତ ମଧ୍ୟ ରହିଛି, ଯେକୌଣସି ବ୍ୟକ୍ତି ଯଦି ଏହି 2ଟି ପଦ କହିଥାନ୍ତି ତାଙ୍କ ଘରେ କେବେ ବି ଏହିସବୁ ଦୁର୍ଘଟଣା ଦେଖାଯାଇନଥାଏ। ହାତଛଡ଼ା କରନ୍ତୁ ନାହିଁ ଏହି ବ୍ରହ୍ମ ମୁହୂର୍ତ୍ତର ପ୍ରକୃତ ସତ୍ୟ ବଚନ। ସେ ପୁଣି ବ୍ରହ୍ମା ପୁରାଣରେ ଉଲ୍ଲେଖିତ ରହିଛି। ଏହି ଦିନକୁ ଆପଣ ହାତଛଡ଼ା କରନ୍ତୁ ନାହିଁ। ଏହି ସବୁ କଥା ଯେତେବେଳେ ନାରଦ ମୁନି ଜାଣିପାରିଲେ, ସେହି ସମୟରେ ଭଗବାନ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଚିନ୍ତିତ ରହିଲେ, କୌଣସି ଭଗବାନ ଯାଇ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏ ବିଷୟରେ କହିବା ଅତ୍ୟଧିକ ଜରୁରୀ ଅଟେ, ତାହେଲେ ଯାଇ ତାଙ୍କର ସବୁ କିଛି ବିପଦର ଅନ୍ତ ଘଟିବ। ସେହି ସମୟରେ ନାରଦ ମୁନି କହିଲେ, ହେ ପ୍ରଭୁ, ମୋତେ ଆପଣଙ୍କର ଆଶୀର୍ବାଦ ପ୍ରାପ୍ତ କର। ମୁଁ ଆପଣଙ୍କର ଆଶୀର୍ବାଦ ଚାହେଁ, ଆଉ ଏଥିପାଇଁ ମୁଁ ନିହାତି ଭାବରେ ମୃତ୍ୟୁ ଲୋକଙ୍କ ପାଖକୁ ଯିବି, ପ୍ରତ୍ୟେକ ମାନବ ପ୍ରତ୍ୟେକ ମନୁଷ୍ୟଙ୍କୁ ଏ ବିଷୟରେ ସୂଚନା ଦେବି, ଯାହାଦ୍ୱାରା କି ସବୁକିଛି ଦୁଃଖ କଷ୍ଟ ଦୂରେଇ ଯିବ। ଭଗବାନ ବ୍ରହ୍ମା ବିଷ୍ଣୁ ମହେଶ୍ୱର 3 ଦେବତା ଏକତ୍ରିତ ହେଲେ ଆଉ ଆଶୀର୍ବାଦ ଦେଲେ। ଯେହେତୁ ନାରଦ ମୁନି ଏହି ମୃତ୍ୟୁ ଲୋକକୁ ଆସିଲେ ଆଉ ସବୁଠାରୁ ପଣ୍ଡିତ ଲୋକ ଦେଖିଲେ, ଯିଏକି ବ୍ରାହ୍ମଣ ଜ୍ଞାନୀ ମନୁଷ୍ୟ, ଯିଏକି ଶାସ୍ତ୍ରବିଧିକୁ ଯେକୌଣସି ପାଠକୁ ମନ ଧ୍ୟାନ ଦେଇ ପଢ଼ୁଥିବା ଆଉ ସତ୍ୟ ବଚନ କହୁଥିବ, ଶାସ୍ତ୍ର ବଚନ ହୋଇଥିବ, ସେହି ବ୍ୟକ୍ତିଙ୍କୁ ଦେଖି ନାରଦ ମୁନି ସୂଚନା ଦେଲେ। ଆଉ ସୂଚନା ଦେଲେ କି, ହେ ମହାପଣ୍ଡିତ, ମୁଁ ଆପଣଙ୍କୁ ଗୋଟେ ସୂଚନା ଦେବାକୁ ଆସିଛି, ଯିଏକି ତୁମ ଗ୍ରାମରେ ପ୍ରତ୍ୟେକ ବ୍ୟକ୍ତି ଦୁଃଖ କଷ୍ଟ ରୋଗ ସମସ୍ୟାରେ ରହୁଛନ୍ତି, ଆଉ ତାଙ୍କର ସବୁକିଛି କଷୁଣକୁ ଦୂର କରିବା ପାଇଁ ମୁଁ ଗୋଟେ ଉପାୟ ଦେବାକୁ ଆସିଛି। ସେହି ସମୟରେ ଗୋଟିଏ ପଣ୍ଡିତ କହିଲେ, ଆପଣ କିଏ ମହର୍ଷି? ମହର୍ଷି ସ୍ୱୟଂ ଉତ୍ତର ଦେଲେ, ମୁଁ ହେଉଛି ସ୍ୱର୍ଗବାସୀ, ସ୍ୱର୍ଗରେ ମୋର ଭବନ, ଭଗବାନଙ୍କର ମୁଁ ଏକ ଦାସୀ ପରି ରୁହେ, ଭଗବାନଙ୍କର ମୁଁ ଭକ୍ତ, ଭଗବାନଙ୍କର ଆଶୀର୍ବାଦ ନେଇ ମୁଁ ତୁମ ପାଖକୁ ଆସିଛି ଗୋଟିଏ ସୂଚନା ଦେବା ପାଇଁ।
ନାରଦଙ୍କର କଥା ଶୁଣି ପ୍ରତ୍ୟେକ ବ୍ୟକ୍ତି ବହୁତ ଖୁସି ହେଲେ, କାହିଁକି ନା ତାଙ୍କ କଥାରେ ମଧ୍ୟ ଦମ୍ ରହିଛି। ନାରଦ ମୁନିଙ୍କର କଥା ଶୁଣି ପ୍ରତ୍ୟେକ ଗ୍ରାମବାସୀ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁଲେ, ଆଉ ପଣ୍ଡିତମାନେ ମଧ୍ୟ ସେହି ସମାଧାନର ଉତ୍ତର ପଚାରିଲେ। ନାରଦ ମୁନି କହିବାକୁ ଗଲେ, ଯଦି କୌଣସି ବ୍ୟକ୍ତି ରୋଗ, ଦୁଃଖ, କଷ୍ଟ, ସମସ୍ୟା ନେଇ ଗତି କରୁଛନ୍ତି, ତାହେଲେ ଏହି ପ୍ରାତଃ ସମୟରୁ ଶଯ୍ୟାକୁ ତ୍ୟାଗ କରି ଯଦି ସର୍ବଶ୍ରେଷ୍ଠ ହୋଇ ଶୟନରୁ ଜାଗ୍ରତ ହୁଅନ୍ତି, ଶଯ୍ୟାରେ ହିଁ ବସିକରି ତାଙ୍କେ ଯଦି ଏହି ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ମନ୍ତ୍ରକୁ ଗୋଟିଏ ମନ୍ତ୍ରକୁ 3 ଥର କୁହନ୍ତି, ଆଉ ଏହି 2ଟି ଶବ୍ଦ ନିଜ ମୁଖରୁ ବାହାର କରନ୍ତି, ତାହେଲେ ବଡ଼ରୁ ବଡ଼ ବିପଦ ମଧ୍ୟ ସବୁଦିନ ପାଇଁ ନଷ୍ଟ ହୋଇଯିବ। ଶତ୍ରୁ, ଦୁଃଖ, କଷ୍ଟ, ରୋଗ ଆଉ ଧନର ଅଭାବ ସବୁକିଛି ଦୂରେଇ ଯିବ। ସେଥିପାଇଁ ସବୁକିଛିର ସମସ୍ୟାର ସମାଧାନ ପାଇଁ ଭଗବାନ ସ୍ୱୟଂ ମୋତେ ଆପଣଙ୍କ ଗ୍ରାମକୁ ପଠାଇଛନ୍ତି ସୂଚନା ଦେବା ପାଇଁ। ଏସବୁ କଥା ଶୁଣି ପ୍ରତ୍ୟେକ ଗ୍ରାମବାସୀ ମଧ୍ୟ ବିଶ୍ୱାସ କରିଲେ, ଆଉ ତାଙ୍କୁ ଶ୍ରଦ୍ଧାରେ ଭକ୍ତିରେ ସହିତ ପ୍ରଣାମ ମଧ୍ୟ କରିଲେ। ସୁସ୍ୱାଗତ କରି ତାଙ୍କୁ ବହୁତ ଆପଣାଇ ନେଲେ। ଆଉ ଏହିସବୁ ସୂଚନା ଦେଇ ନାରଦ ମୁନି ସ୍ୱର୍ଗକୁ ପୁଣି ଥରେ ଚାଲିଗଲେ। ପ୍ରତ୍ୟେକ ଗ୍ରାମବାସୀମାନେ ମଧ୍ୟ ନାରଦ ମୁନି ଯାହା ବି କିଛି ବଚନ କହିଥିଲେ ସବୁକିଛି ସତ୍ୟ ବୋଲି ମାନିଲେ, ଆଉ ତାଙ୍କେ ଠିକ୍ ସେପରି କାର୍ଯ୍ୟ କରିବା ପାଇଁ ଲାଗିଗଲେ। ଠିକ୍ ସେପରିକା ସେହି ଗ୍ରାମରେ ଯେତେ ମଧ୍ୟ ବ୍ୟକ୍ତି ରହୁଥିଲେ ବାସ କରି ସମସ୍ତଙ୍କର ଦୁଃଖ, କଷ୍ଟ, ରୋଗ, ସମସ୍ୟା ଦୂରେଇ ଗଲା। ଆଉ ତାଙ୍କେ ଜାଣିପାରିଲେ, ଯିଏକି ନାରଦ ମୁନି ସ୍ୱୟଂ ଆସି ଆମ ଗ୍ରାମରେ ଏସବୁ ସମସ୍ୟାର ସମାଧାନ ବାହାର କରିବା ପାଇଁ କହିଥିଲେ, କାହିଁକି ନା ଆମେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏ ବିଷୟରେ କହିବା, ସମସ୍ତଙ୍କର ଦୁଃଖ କଷ୍ଟ ଲିପ୍ତ ହୋଇଯିବ। ସେ ଗାଁରେ ରହୁଥିବା ଜ୍ଞାନୀମାନେ ମଧ୍ୟ ଏକତ୍ରିତ ହୋଇ ପ୍ରତ୍ୟେକ ଗ୍ରାମବାସୀଙ୍କୁ ଯାଇ ଏସବୁ ସୂଚନା ଦେଲେ, ଯିଏକି ବ୍ରହ୍ମ ମୁହୂର୍ତ୍ତର ସମୟ ତଥ୍ୟ ଜଣାଇଦେଲେ। ସମସ୍ତେ ମନେ ମଧ୍ୟ ପଚାରିବାକୁ ଲାଗିଲେ, ଏହି ବ୍ରହ୍ମ ମୁହୂର୍ତ୍ତର ଅର୍ଥ, ଏହାର ମହତ୍ଵ କ'ଣ? ସେହି ସମୟରେ ପଣ୍ଡିତମାନେ, ମହାଜ୍ଞାନୀ ମଧ୍ୟ ଉତ୍ତର ଦେଲେ କି ବ୍ରହ୍ମ ମୁହୂର୍ତ୍ତ ହେଉଛି ସେହି ସମୟ ଯେଉଁ ସମୟରେ ଭଗବାନ ବ୍ରହ୍ମା ରହିଥାନ୍ତି। ପ୍ରତ୍ୟେକ ଦେବୀ ଦେବତା ମଧ୍ୟ ଆଶୀର୍ବାଦ କରିବା ପାଇଁ ଇଚ୍ଛିତ କରିଥାନ୍ତି। ସେହି ସମୟରେ ଯଦି କୌଣସି ବ୍ୟକ୍ତି ତାଙ୍କର ମନସ୍କାମନା ସ୍ଥାପନ କରନ୍ତି, ତାହେଲେ ତାଙ୍କର ସବୁକିଛି ମନସ୍କାମନା ପୂରଣ ହୋଇଥାଏ। ଦୁଃଖ କଷ୍ଟ ସବୁକିଛି ଅନ୍ତ ଘଟିଥାଏ। ଠିକ୍ ସେପରିକା ପ୍ରତ୍ୟେକ ମନୁଷ୍ୟ ଏସବୁ କରିବା ଅତ୍ୟଧିକ ଜରୁରୀ ଅଟେ। ଏସବୁ କଥା ଶୁଣି ପ୍ରତ୍ୟେକ ଗ୍ରାମବାସୀ ମଧ୍ୟ ବିଶ୍ୱାସ କରିଲେ, ବ୍ରହ୍ମ ମୁହୂର୍ତ୍ତ ହେଉଛି ଭଗବାନ ବ୍ରହ୍ମାଙ୍କର ସମୟ। ଏକଥା ମଧ୍ୟ ଜାଣିପାରିଲେ, କିନ୍ତୁ ଗୋଟିଏ କଥା ବୁଝିପାରିଲେ ନାହିଁ। ଗୋଟିଏ କଥା ହେଉଛି, ଯେହେତୁ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ମନ୍ତ୍ରକୁ 3 ଥର ବୋଲିବା ଦ୍ୱାରା ସବୁକିଛି ମନସ୍କାମନା ପୂରଣ ହୋଇଯାଏ, କିନ୍ତୁ ଏ 2ଟି ଶବ୍ଦର ଅର୍ଥ ପଚାରିବାକୁ ଲାଗିଲେ। ସେହି ସମୟରେ ମହତଜ୍ଞାନୀ ବିଦ୍ୱାନ ଲୋକ ମଧ୍ୟ ଉତ୍ତର ଦେଇ କହିଲେ ପ୍ରତ୍ୟେକ ଗ୍ରାମବାସୀଙ୍କୁ, ଏହାର ଉତ୍ତର ହେଉଛି, ଯେକୌଣସି ମାନବ ମନୁଷ୍ୟ ଯାହା ବି କିଛି ପ୍ରତ୍ୟେକ କ୍ଷଣ ଭାବନା କରିବେ, ତାଙ୍କ ଜୀବନରେ ଠିକ୍ ତାହା ହିଁ ଘଟିବ, ଠିକ୍ ସେଇଆ ହିଁ ଅନୁଭବ ହେବ, ଆଉ ଠିକ୍ ସେଇଆ ହିଁ ଜୀବନରେ ଘଟିବ। ଠିକ୍ ସେପରିକା ଯେକୌଣସି ବ୍ୟକ୍ତି ଯଦି ଭଲ ଚିନ୍ତା କରିବ, ତା ଜୀବନରେ ଭଲ ହିଁ ଘଟିବ। ଯେକୌଣସି ବ୍ୟକ୍ତି ଯଦି ତା ଜୀବନକୁ ପ୍ରତ୍ୟେକ କ୍ଷଣ ଖରାପ ମନ୍ଦ ବିଚାର କରିବ, ଠିକ୍ ସେପରିକା ତା ଜୀବନ ମନ୍ଦ ବିଚାର ଆଉ ଖରାପ ହେବ। ସର୍ବଶେଷରେ ତା ଜୀବନ ନଷ୍ଟ ବନିଯିବ। ସେଥିପାଇଁ ସର୍ବଶେଷରେ ନିଜର ଭାବନାକୁ ଭଲ କରିବା, ଉତ୍ତମ ରଖିବା, ଉତ୍ତମ ବିଚାର କରିବା, ତାହେଲେ ଯାଇ ଜୀବନର ସବୁକିଛି ପାହାଚ ଆମେ ଚଢ଼ିପାରିବା, ଆଉ ସବୁକିଛି ବିପଦକୁ ଅନ୍ତ ମଧ୍ୟ କରିପାରିବା। ପ୍ରତ୍ୟେକ ଗ୍ରାମବାସୀମାନେ ସେହି ମହାଜ୍ଞାନୀଙ୍କର କଥା ଶୁଣି ବହୁତ ଖୁସି ହେଲେ, ଆଉ ବହୁତ କିଛି ପ୍ରାପ୍ତ ମଧ୍ୟ ପାଇପାରିଲେ।
ଆଉ ସେହି ଦିନ ଠାରୁ ଗୋଟି ଗୋଟି କରି ପ୍ରତ୍ୟେକ ଗ୍ରାମବାସୀ ଲୋକମାନେ ମଧ୍ୟ ଠିକ୍ ଏପରି କରିଲେ। ବ୍ରହ୍ମ ମୁହୂର୍ତ୍ତରୁ ଶଯ୍ୟାରୁ ଉଠିକି ଏହି ମନ୍ତ୍ରକୁ ଜପ କରିବାରେ ଲାଗିଲେ କେବଳ 3 ଥର। ଆଉ କିଛି ବ୍ୟକ୍ତି ତ ସେହି ଶଯ୍ୟାରେ ବସିକରି ହିଁ ମନ୍ତ୍ରକୁ ବୋଲୁଥିଲେ ଆଉ ଜୀବନର ସବୁକିଛି ସମସ୍ୟାକୁ ଭଗବାନ ପାଖରେ ଜଣାଉଥିଲେ। ଧୀରେ ଧୀରେ କରି ପ୍ରତ୍ୟେକ ବ୍ୟକ୍ତିର ଦୁଃଖ କଷ୍ଟ ରୋଗ ସମସ୍ୟା ଦୂର ହୋଇଗଲା ଆଉ ସମସ୍ତଙ୍କର ଭଗବାନଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇପାରିଲା। ସେଥିପାଇଁ ପ୍ରତ୍ୟେକ ମନୁଷ୍ୟ ମଧ୍ୟ ବହୁତ ଖୁସି ଆଉ ଆନନ୍ଦରେ ରହିଲେ। ସ୍ୱୟଂ ଭଗବାନ ବ୍ରହ୍ମା ନାରଦ ମୁନିକୁ କହିଲେ, ଏଥର କ'ଣ ତୁମେ ବହୁତ ଖୁସି? ତୁମେ ଭ୍ରମଣ କରି ଯାଇଥିବା ଏହି ମତରେ ପ୍ରତ୍ୟେକ ବ୍ୟକ୍ତି ଖୁସିରେ ଅଛନ୍ତି, ତାହେଲେ ମଧ୍ୟ ତୁମେ କ'ଣ ଖୁସି? ସେହି ସମୟରେ ନାରଦ ମୁନି ଭଗବାନ ବ୍ରହ୍ମା ବିଷ୍ଣୁ ମହେଶ୍ୱର ପ୍ରତ୍ୟେକ ଦେବୀ ଦେବତାଙ୍କୁ ପ୍ରଣାମ କରିଲେ ଆଉ କହିଲେ, 3 ଠାକୁର ଥିଲା ପର୍ଯ୍ୟନ୍ତ କୌଣସି ବିପଦ ମଧ୍ୟ ଏହି ପୃଥିବୀରେ ପଶିପାରିବ ନାହିଁ ଆଉ ସବୁକିଛିର ସମସ୍ୟାର ସମାଧାନ ମଧ୍ୟ ରହିଛି। ଏସବୁ ବିଷୟରେ ମଧ୍ୟ କହିଲେ ଆଉ ଆଶୀର୍ବାଦ ଘେନି ତାଙ୍କ ଭୁବନକୁ ଚାଲିଗଲେ। ସତରେ ଏହି ବ୍ରହ୍ମ ମୁହୂର୍ତ୍ତରେ ଶକ୍ତି ଅପାର ହୋଇଥାଏ, ତାହା ଚାହିଁବା ଅତ୍ୟଧିକ ଜରୁରୀ ଅଟେ। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଏହି ମୁହୂର୍ତ୍ତକୁ ହାତଛଡ଼ା କରିବା ଉଚିତ ନୁହଁ। ଆପଣମାନଙ୍କୁ ଏହି ବ୍ରହ୍ମ ମୁହୂର୍ତ୍ତର ସମୟ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ନିହାତି ଭାବରେ ଜଣାଇ ପାରିବେ। ଏହି ବ୍ରହ୍ମା ପୁରାଣରେ ଉଲ୍ଲେଖିତ ଯାହା ବି କିଛି ତଥ୍ୟ ଥିଲା ଆପଣମାନଙ୍କୁ ସତରେ ଯଦି ବହୁତ ଭଲ ଲାଗିଛି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ କରିଦିଅନ୍ତୁ, କମେଣ୍ଟ କରନ୍ତୁ। କିନ୍ତୁ କମେଣ୍ଟରେ ରାଧେ ଶ୍ରୀକୃଷ୍ଣ ଲେଖିବା ବିଲକୁଲ ବି ଭୁଲନ୍ତୁ ନାହିଁ, କାହିଁକି ନା ଆମେ ହେଉଛନ୍ତି ଭଗବାନଙ୍କର ଦାସୀ ଆଉ ଭଗବାନଙ୍କର ପ୍ରତ୍ୟେକ କ୍ଷଣ ଜପତପ କରିବା ଆଉ ତାଙ୍କ ଶାସ୍ତ୍ରରେ ମଧ୍ୟ ସତ୍ୟ ବଚନ କହିବା। ଆପଣମାନେ ଯଦି କମେଣ୍ଟରେ ରାଧେ ଶ୍ରୀକୃଷ୍ଣ ଲେଖିବ ତାହେଲେ ନିଶ୍ଚିତ ଭାବରେ ଆମେ ଜାଣିପାରିବା କି ଆପଣମାନଙ୍କୁ ଏହି ଶାସ୍ତ୍ରୀୟ କଥା ସତ୍ୟ ବୋଲି ଜାଣିଛନ୍ତି ଆଉ ସତ୍ୟ ବୋଲି ସମ୍ମାନ ମଧ୍ୟ ଦେଉଛନ୍ତି, ଯାହା ଭଗବାନଙ୍କର ଆଶୀର୍ବାଦ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହୋଇପାରିବ। ରହୁଛି। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ, ଜୟ ଶ୍ରୀକୃଷ୍ଣ, ରାଧେ 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 ଶ୍ରୀକୃଷ୍ଣ।